ମୁଖା ଦେଇଛି ନୂଆ ପରିଚୟ। ନିଜ ହାତର କଳା ଓ ଅଦମ୍ୟ ପରିଶ୍ରମରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଜଣେ କାରିଗର। ସେହି କାରିଗର ଜଣକ ହେଲେ ପ୍ରଦୀପ ରଣା। ଦୀର୍ଘ ବର୍ଷ ଧରି ନିଜ ହାତରେ ବିଭିନ୍ନ ପ୍ରକାରର ମୁଖା ତିଆରି କରି ଲୋକଙ୍କ ମନ ଜିଣିଛନ୍ତି। ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ନିଜର ପ୍ରତିଭା ଓ କଳା ପ୍ରତି ଭଲ ପାଇବା ଦ୍ୱାରା ସେ ଆଜି ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରଦୀପ ରଣା ମୁଖ୍ୟତଃ ରାମଲୀଳା ନାଟକରେ ଅଭିନୟ କରୁଥିବା ବିଭିନ୍ନ ଚରିତ୍ରମାନଙ୍କ ପାଇଁ ମୁଖା ତିଆରି କରନ୍ତି। ରାମଲୀଳା ଓ ଅନ୍ୟାନ୍ୟ ପୌରାଣିକ ନାଟକରେ ଏହି ମୁଖାର ଅତ୍ୟନ୍ତ ଗୁରୁତ୍ୱ ରହିଛି। ରାବଣ, ହନୁମାନ, ଜଟାୟୁ, ବିଭୀଷଣ, ମାଙ୍କଡ଼, ଅସୁର ଓ ଅନ୍ୟାନ୍ୟ ଚରିତ୍ରମାନଙ୍କ ପାଇଁ ସେ ଅତ୍ୟନ୍ତ ସୁନ୍ଦର ଓ ନିଆରା ମୁଖା ତିଆରି କରନ୍ତି। ଏ ମୁଖାଗୁଡ଼ିକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କାରଣ ଏହାର ରଙ୍ଗ, ଆକୃତି, ଡିଜାଇନ୍ ବହୁତ ଆକର୍ଷଣୀୟ ହୋଇଥାଏ। କେବଳ ରାମଲୀଳାର ଚରିତ୍ର ନୁହେଁ, ସେ ଦେବଦେବୀଙ୍କର ମୁଖା ମଧ୍ୟ ତିଆରି କରନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ମୁଖା ସେ ବହୁତ ସୁନ୍ଦର ଭାବରେ ତିଆରି କରନ୍ତି। ସେଥିସହ ଦେବୀ ଦୁର୍ଗା, ଦେବାଧିଦେବ ମହାଦେବ ଓ ଅନ୍ୟାନ୍ୟ ପୌରାଣିକ ଚରିତ୍ରମାନଙ୍କର ମୁଖା ମଧ୍ୟ ସେ ନିଜ ହାତରେ ତିଆରି କରିଥାନ୍ତି। ତାଙ୍କ ତିଆରି କରା ମୁଖାଗୁଡ଼ିକ ଦେଖିବାକୁ ଯେତେ ସୁନ୍ଦର, ସେତେ ନିଆରା ଓ ଆକର୍ଷଣୀୟ। ପ୍ରଦୀପ ରଣାଙ୍କର ଏହି କଳାର ପଛରେ ରହିଛି ବହୁତ ପରିଶ୍ରମ ଓ ଧୈର୍ଯ୍ୟ। ସେ କୌଣସି ମହଙ୍ଗା ସାମଗ୍ରୀ ବ୍ୟବହାର କରନ୍ତି ନାହିଁ। ବହୁତ ସାଧାରଣ ଓ ସହଜ ଉପକରଣ ଦ୍ୱାରା ଏହିସବୁ ମୁଖା ତିଆରି କରନ୍ତି। ଖବରକାଗଜ ପଢ଼ି ସାରିଲା ପରେ ଯାହାକୁ ଲୋକମାନେ ଫିଙ୍ଗି ଦିଅନ୍ତି, ସେହି ପୁରୁଣା କାଗଜକୁ ସେ ଘରକୁ ଘର ଯାଇ କିଣି ଆଣନ୍ତି। କେଜି ପ୍ରତି ପ୍ରାୟ 30 ଟଙ୍କା ଦରରେ ସେ ଏହି ପୁରୁଣା ଖବରକାଗଜ ଗୁଡ଼ିକ କିଣି ତାହାକୁ ବ୍ୟବହାର କରି ମୁଖା ତିଆରି କରନ୍ତି। ପ୍ରଥମେ ସେ ଖବରକାଗଜକୁ ପାଣିରେ ଭିଜାଇ ଏକ ବିଶେଷ ପ୍ରକାରର ମାଟି ପରି ମିଶ୍ରଣ ତିଆରି କରନ୍ତି। ତାପରେ ସେହି ମିଶ୍ରଣକୁ ନିଆରା ଭାବରେ ଆକୃତି ଦେଇ ମୁଖା ଆକାର ଦିଅନ୍ତି। ଶୁଖିଗଲା ପରେ ସେଥିରେ ବିଭିନ୍ନ ରଙ୍ଗ ଲଗାଇ ସୁନ୍ଦର ଭାବରେ ତାହାକୁ ସଜାଯାଏ। ଏହି ସମସ୍ତ ପ୍ରକ୍ରିୟାରେ ବହୁତ ସମୟ ଓ ପରିଶ୍ରମ ଲାଗିଥାଏ। ତଥାପି କଳା ପ୍ରତି ତାଙ୍କର ଭଲ ପାଇବା ଓ ଆଗ୍ରହ ତାଙ୍କୁ ଏହି କାମ କରିବାକୁ ପ୍ରେରଣା ଦେଇଥାଏ। ଆଜିର ଦିନରେ ନାଟକ ଓ ପାରମ୍ପରିକ କଳା ପ୍ରତି ଯୁବପିଢ଼ିର ଆଗ୍ରହ ଧୀରେ ଧୀରେ କମିଯାଉଛି। ଆଧୁନିକ ଦିନରେ ପୁରୁଣା ନାଟକ, ସାଂସ୍କୃତିକ କଳା ଧୀରେ ଧୀରେ ଲୋପ ପାଇ ଆସୁଛି। କିନ୍ତୁ ଏମିତି ସମୟରେ ପ୍ରଦୀପ ରଣାଙ୍କ ପରି କାରିଗରମାନେ ଆମ ପୁରାଣ ଆଧାରିତ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ନିଜର ଉଦ୍ୟମ ଜାରି ରଖିଛନ୍ତି। ସେ କହିଛନ୍ତି, ଯଦି ଯୁବପିଢ଼ି ଏହି ପାରମ୍ପରିକ କଳା ପ୍ରତି ଆଗ୍ରହ ଦେଖାଇବେ, ତେବେ ଆମର ସଂସ୍କୃତି ଖୁବ୍ ଆଗକୁ ଦୃଢ଼ ହେବ। ତେଣୁ ସେ ଚାହୁଁଛନ୍ତି ଯେ ଆଗାମୀ ପିଢ଼ି ମଧ୍ୟ ଏହି କଳାକୁ ଶିଖି ଆଗକୁ ବଢ଼ାନ୍ତୁ। ପ୍ରଦୀପ ରଣାଙ୍କ ଏହି ଉଦ୍ୟମ କେବଳ ଏକ ଜୀବିକା ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ପାରମ୍ପରିକତାକୁ ସଂରକ୍ଷଣ କରିବାର ଏକ ସୁନ୍ଦର ପ୍ରୟାସ। ତାଙ୍କର ହାତରେ ତିଆରି ହେଉଥିବା ଏହି ମୁଖାଗୁଡ଼ିକ ଆମ ପୁରାଣ, ଆସ୍ଥା ଓ କଳାକୁ ନୂଆ ଜୀବନ ଦେଇଛି। ଆଜି ସେ ନିଜର ଏହି କଳା ଦ୍ୱାରା ସମାଜରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଆମ ସମାଜରେ ତାଙ୍କ ପରି କାରିଗରମାନେ ରହିଥିବାରୁ ଆମ ପାରମ୍ପରିକ କଳା ଓ ସଂସ୍କୃତି ଆଜି ମଧ୍ୟ ବଞ୍ଚିଛି। ତେଣୁ ଏମିତି କାରିଗରମାନଙ୍କୁ ସମ୍ମାନ ଓ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ମୋ ନାଁ ପ୍ରଦୀପ ରଣା, ଦୁଆଇଁ ଠିଆପଡ଼ା, ବୟସ 64 ବର୍ଷ, ସ୍ଥାୟୀ ବାସିନ୍ଦା। ବୃତ୍ତିରେ ଗୋଟେ କଳାକାର, ମୂର୍ତ୍ତି ସହିତ ମୁଖା କାରିଗର ମଧ୍ୟ। ହଁ, ଏଥିରେ ଦେଖାଇ ଗଲେ ରାମରେ ବ୍ୟତୀତ ସବୁ ଅସ୍ତ୍ର, ରାବଣ, ହନୁମାନ, କୁମ୍ଭକର୍ଣ୍ଣ, ଜଟାୟୁ, ତ୍ରିଶିରା, ଶୂର୍ପଣଖା, ଏ ନାଟକ ସହିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମଧ୍ୟ ମୂର୍ତ୍ତି ସବୁ ତିଆରି ହୋଇଛି। ଆଜ୍ଞା, ଆଜକୁ ପ୍ରାୟ 35 ବର୍ଷ ମୂଳରେ କାମ ଚାଲି ଆସିଛି। କିନ୍ତୁ ଦେଖିବାକୁ ଗଲେ ଏଥିର ଚାହିଦା ଅଛି, ମାତ୍ର ଲୋକଙ୍କର ଉତ୍ସାହ ଏଥିପାଇଁ ନାହିଁ। ସରକାର ପ୍ରଶାସନ ମଧ୍ୟ କୌଣସି ସାହାଯ୍ୟ ସହଯୋଗ ଦେଖାଉନାହାନ୍ତି। ଅନେକ ଥର ହର୍ଟିକଲଚର, ବଲାଙ୍ଗୀର ଆମର ହସ୍ତଶିଳ୍ପ, ହ୍ୟାଣ୍ଡିକ୍ରାଫ୍ଟ ଧାଇଁଜାମ ବହୁତ ଯାଇଛି ମଧ୍ୟ। ଖାଲି ଦେଖିବା ତାରିଖରେ ଆସୁ ଏଇ ତାରିଖ ଆସୁ କହିଚାሉ, କୌଣସି ଫଳ ମିଳୁନାହିଁ। ହଁ, ଯେତେବେଳେ ନାଁଟା ଆସେ ଟିଭିରେ କୌଣସି ନ୍ୟୁଜ୍ ନାଁରେ ଫଟୋ ଦେବେ ବହୁତ ଖୁସି ଲାଗେ। କିନ୍ତୁ କେତେ ସମୟ ପାଇଁ, ଯାହା କୌଣସି ଲୋକଙ୍କର କିମ୍ବା ସରକାର ପ୍ରଶାସନ ଏଥିପ୍ରତି ଏଇ ଯେଉଁ କଳାଟା ଚାଲୁଛେ, ଏଇଟା ଆଉ କେତେ ଦିନ ଲୋପ ପାଇଯିବା। କିନ୍ତୁ ଏଥିପ୍ରତି କ'ଣ ଧ୍ୟାନ ମଧ୍ୟ ଦେଉନାହାନ୍ତି। ଆଜ୍ଞା, ଶୁଣୁ, ଏଇ ନାଟକ ଯେତେ ଦିନ ଆମର
ସମାଜ ଚାଲିଥିବା ଏ ନାଟ ବନ୍ଦ ନାଇଁ ହୁଏ ତଥାପି ତାର ଉପରେ ଚେଷ୍ଟା କରାଯାଉଛି। ମୁଁ ତ 64 ବର୍ଷ ବୟସ ଶେଷ ସୀମାରେ ପହଞ୍ଚିଛେ ତଥାପି ଅନେକ ପିଲାମାନଙ୍କୁ ଟ୍ରେନିଂ ଦିଆଯାଉଛି। ଯଦି ସରକାର କୌଣସି ସାହାଯ୍ୟ ସହଯୋଗ ମିଳେ କି ଲୋକ ଟ୍ରେନିଂ ଟାଇପ୍ର କିଛି ବ୍ୟବସ୍ଥା କରାଯାଆନ୍ତା ତାହେଲେ ଆକୁ ଏ କଳା ବି ବଜାୟ ରହତା ଆଉ ଆମ ଯେ କଳା ସଂସ୍କୃତି ରାମଲୀଳା ପର୍ବଟା ବଞ୍ଚି ରହତା। ପ୍ରଥମେ ଯେନ୍ ପେପର ନ୍ୟୁଜ୍ ପେପର ଯେଉଁଟା ଲୋକେ ପଢ଼ିକି ଫିଙ୍ଗି ଦଉଛନ୍ ତାକୁ ସବୁ କିଣି ଆଣୁଛେ ବୟସ କେଜି 40 ଟଙ୍କା ସେଥିରେ ମଇଦା ଏ ସୁଜି ସୂତା ଏସବୁ ତିଆରି କରାର ରଙ୍ଗ ଦେଇକି ଗୋଟେ ମୁଖାର ପରିଚୟ ଦିଆଯାଏ। ଗୋଟେ ମୁଖା ତ ପ୍ରାୟ ଗୋଟେ ଦିନରେ 10ଟା ମୁଖା ହଉଛି କିନ୍ତୁ ଖରା ପାଗ ଶୁଖିଲା ଉପରେ ନିର୍ଭର କରେ ଗୋଟେ ଦିନ 10ଟା ପ୍ରାୟ ମଜୁରୀ ଟାଇପ୍ର ମିଳୁଛି ଆମକୁ। କେମିତି ଲାଗିଥାଏ ଗୋଟେ ମୁଖାକୁ ଆପଣ ଗୋଟେ ନୂଆ ପରିଚୟ ଦେଲା ନୂଆ ଆକୃତି ଦେଇଛନ୍ତି ନା କେମିତି ଲାଗିଥାଏ? ହଁ ଲୋକମାନେ ଆସିକି ଖୁସି ହଉଛନ୍ ଦେଖୁଛନ୍ ବାପରେ ଯାହା ହଉ ବଲାଙ୍ଗୀରରେ ଗୋଟେ କଳା ଅଛି ଆଉ କେଉଁଠି ତ ପ୍ରାୟ ମୋର ଜାଣିବାରେ ଆଉ ଯାହା ଏଇ ଯେନ୍ ବଲାଙ୍ଗୀର ଟିଟିଲାଗଡ଼ ବହୁତ କିଛି ସପ୍ଲାଏ ହଉଛି ସେମାନେ କହନ୍ତି ଯେ ପାଖ ଆଉ କୌଣସି ଜାଗାରେ ଏସବୁ ତିଆରି ହେଉନାହିଁ। ଆଜ୍ଞା ହଁ ଭଲ ଲାଗୁଛି କିନ୍ତୁ ଯଦି କିଛି ସାହାଯ୍ୟ ସହଯୋଗ ମିଳେ ସରକାର ତରଫରୁ କି ତାର ଟ୍ରେନିଂ ସେଣ୍ଟର ଖୋଳେ ପଇସା ତ ବଡ଼ ଜିନିଷ ନେଇছে ଆଜ୍ଞା ଯଦି କଳାକେ ବଞ୍ଚେଇ ରଖମା ତାହେଲେ ଯଦି ଆଉ ଆଗକେ ଲୋକ ଶିଖି ପାରତେ ବହୁତ ଭଲ ତା। ଆବାସିକ ବିଦ୍ୟାଳୟ ଦିଗରେ ଏକ ସଫଳ ପଦକ୍ଷେପ ବଲାଙ୍ଗୀର ସହରର ଭଗବତୀ ନଗରରେ ଅବସ୍ଥିତ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ କୋଚିଂର ଯେଭଳି ଉନ୍ନତ ବ୍ୟବସ୍ଥା ରହିଛି ସ୍ମାର୍ଟ କ୍ଲାସ୍ର ସେଭଳି ଆକର୍ଷଣୀୟ ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ବ୍ୟବସ୍ଥା ଯୋଗୁଁ ସୁନାମ ଅର୍ଜନ କରିଥିବା ଏହି ଆବାସିକ ବିଦ୍ୟାଳୟରେ ଅନଗ୍ରସର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ଏବଂ ଯାତାୟାତ ପାଇଁ ବସ୍ର ବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଛି। ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ନିଜ ପିଲାଙ୍କୁ ଆଡମିସନ କରାଇବା ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର 9438311711 9437320855